ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ହିଲ୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା ତଦନ୍ତ କରୁଛି ଲର୍ମା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପରିଚୟ ମିଳିପାରି ନାହିଁ। ମୃତକ ଜଣକ କିଏ, କିପରି ଆସିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା କରାଯାଇଛି ନା ଅନ୍ୟ କିଛି, ସବୁ ରହସ୍ୟ ଘେରରେ। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଲର୍ମା ଥାନା କାଦପାଣି ଗାଁର 12 ବର୍ଷର ନାବାଳକ ନିଖୋଜ ଘଟଣାରେ ପୋଲିସ କୌଣସି ପତ୍ତା ପାଉନଥିବା ବେଳେ ଆଜିର ଏହି ଘଟଣା ଭିନ୍ନ ଭିନ୍ନ ସନ୍ଦେହ ସୃଷ୍ଟି କରୁଛି। କାରଣ ଏହି ନଦୀରୁ ହିଁ ଗାୟବ ହୋଇଯାଇଥିଲେ 12 ବର୍ଷର ଘନଶ୍ୟାମ ବରିହା। ଅପହରଣ ନେଇ ଲର୍ମା ଥାନାରେ ହୋଇଥିଲା ଅଭିଯୋଗ। ସୂଚନା ମୁତାବକ କାଦପାଣି ଗାଁର ଘନଶ୍ୟାମ ବରିହା ଜାନୁଆରୀ 2 ତାରିଖ ଦିନ ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ସହିତ ଗାଁ ପାଖ ନଦୀକୁ ଯାଇ ଆଉ ଫେରି ନଥିଲେ। ସାଙ୍ଗରେ ଯାଇଥିବା ନାବାଳକ ସାଙ୍ଗ କହିବା ଅନୁଯାୟୀ 2 ଜଣ ବ୍ୟକ୍ତି ବାଇକ୍ରେ ମୁଖା ପିନ୍ଧି ଆସି ଅପହରଣ କରି ନେଇଥିବା ଗାଁରେ ଆସି କହିଥିଲେ। ପରେ ପରିବାର ତରଫରୁ ଖୋଜାଖୋଜି ପରେ କୌଣସି ଖବର ମିଳିନଥିବାରୁ ଲର୍ମା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଲର୍ମା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜକୁ 16 ଦିନ ବିତି ଯାଇଥିଲେ ମଧ୍ୟ ପୁଲିସକୁ କୌଣସି ପତ୍ତା ମିଳିନାହିଁ। ଆଜିର ଏହି ଅଭାବନୀୟ ଘଟଣା ପରେ ନାନା ସନ୍ଦେହ ସୃଷ୍ଟି କରୁଛି। ମିଳିଥିବା ଖଣ୍ଡ ବିଖଣ୍ଡିତ ମୃତଦେହ ଏକ ନାବାଳକର ହୋଇଥିବା ଅନୁମାନ ହୋଇଥିବା ଯାହା ଜଣାପଡ଼ୁଛି। ତଦନ୍ତ ପରେ ଯାହା ସ୍ପଷ୍ଟ ଜଣାପଡ଼ିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ରହସ୍ୟମୟ ଘଟଣାରୁ ପର୍ଦ୍ଦାଫାଶ ପରେ ଜଣାପଡ଼ିବ ଏହି ମୃତଦେହ କାହାର ଏବଂ କିଏ କାହିଁକି ଏପରି ଅମାନୁଷିକ ଭାବରେ ହତ୍ୟା କରିଛି। ବ୍ୟୁରୋ ରିପୋର୍ଟ, ପ୍ରାଇମ୍ ଟିଭି।